କଳାହାଣ୍ଡି ଜିଲ୍ଲା ଜୟପାଟନା ବ୍ଲକ ମୁଖିଗୁଡ଼ାରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ କରିଛି ଅବକାରୀ ବିଭାଗ। ଜୟପାଟନା ଓ ଧର୍ମଗଡ଼ ଅବକାରୀ ବିଭାଗର ମିଳିତରେ ଚଢ଼ାଉ ବିପୁଳ ପରିମାଣର ମଦ ଜବତ କରାଯାଇଛି। ମୁଖିଗୁଡ଼ା ଗ୍ରାମର କ୍ଷମା ସାହୁ ନିଜ ଘରେ ମେସିନ୍ ବସାଇ ନକଲି ବିଦେଶୀ ମଦ ତିଆରି କରୁଥିବାର ସୁରାଗ ପାଇ ମାଡ଼ି ବସିଲା ଅବକାରୀ ବିଭାଗ। ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ମଦ ଲେବଲ ମଦ ତିଆରି ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ। ଦୀର୍ଘ ଦିନ ହେଲା ଏଠି ମଦ ପ୍ରସ୍ତୁତ ହୋଇ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ଏହାର ଟେର ପାଉନଥିଲା ଅବକାରୀ ବିଭାଗ। ନକଲି ମଦ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଏହି ମଦ ପିଇ ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା କ'ଣ ହେଉଥିବ ତାହା ସହଜେ ବାରି ହେଉଛି। ସୁପରିଟେଣ୍ଡେଣ୍ଟ ରଞ୍ଜନ କୁମାର ନାୟକ ତାଙ୍କ ଆଦେଶ କ୍ରମେ ଏକା ଆମେ ଏଇଟା ସବୁ କାମ କରିଛୁ। ଆମେ ବିଶେଷତ୍ୱରୁ ଖବର ପାଇଲୁ ଯେ ମୁଖିଗୁଡ଼ାରେ ଏମିତି ଏମିତି ଜିନିଷ ମଦ ନକଲି ମଦ କାରଖାନା ଖବର ପାଇଲୁ। ଯେମିତି ଆମେ ଧରମଗଡ଼ ଓଆଇସି ଜୟପାଟନା ଓଆଇସି ମିଳିତ ଭାବେ ଚଢ଼ଉ କଲୁ ସକାଳୁ ଭୋରରୁ 7ଟା ସମୟରେ। ଆଉ ତା ପାଖରୁ ବି ବିପୁଳ ପରିମାଣରେ କର୍କ ହେଲା ଖାଲି ବୋତଲ ହେଲା କି ମଦ ହେଲା ପାଇଛୁ। ତା ତ ବିହିତ କାର୍ଯ୍ୟ ଅନୁସାରେ ଯେମିତି ସେ ଆଇନ ଅନୁମତି ଯେମିତି ହେବା କଥା ସେଇଟା କରିବୁ। ଖୁସିରାମ ସାହୁ ତାର ନାଁ। ଆଉ ସେ ଆମେ ଜାଣିବାକୁ ପାଇଛୁ ସେ ଦୀର୍ଘ ଦିନ ହେଲା କରି ଆସୁଥିଲା ବୋଲିକିରି ଖବର ପାଇଥିଲୁ, କିନ୍ତୁ ଆମେ ବହୁତ ଚେଷ୍ଟା କରିବା ସତ୍ତ୍ୱେ ଆଜି ସଫଳ ପାଇଛୁ। ବ୍ୟୁରୋ ରିପୋର୍ଟ, ଜେହୋଭା ନ୍ୟୁଜ୍।